আসুন। ওম জ্ঞানতিমিরন্ধস্য জ্ঞানাঞ্জনশলাকয়া চক্ষুरुन्मिलितं येन तस्मै श्रीगुरवे नमः। नमो विष्णुपादाय कृष्णप्रेष्ठाय भूतले श्रीमते भक्तिवेदांत स्वामिनिति नामिने। नमस्ते सरस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देश तारिणे। नमो महावदान्याय कृष्ण प्रेम प्रदायते कृष्णाय कृष्ण चैतन्य नाम्ने गौरकृषे नमः। हे कृष्ण करुणा सिंधु दीनबंधु जगत्पते गोपीश गोपिका कांत श्री राधा कांत नमोस्तुते। तप्त कांचन गौरंगे राधे वृंदावनेश्वरी वृषभानुसुते देवी प्रणमामि हरिप्रिये। वाञ्छा कल्पतरुभ्यश्च कृपा सिन्धुभ्यैव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौर भक्त वृंद। हरे कृष्ण 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 हरे 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 राम 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 हरे हरे। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। हरे कृष्ण। ଆମେ ଶ୍ରୀମଦ୍ ଭଗବତ ଗୀତା ଚତୁର୍ଥ ଅଧ୍ୟାୟ ଦିବ୍ୟ ଜ୍ଞାନ ଯୋଗ ଆମେ 39 ନମ୍ବର ଶ୍ଲୋକ ପର୍ଯ୍ୟନ୍ତ କମ୍ପ୍ଲିଟ କରିଥିଲେ। ଆଜି 40 ନମ୍ବର ଶ୍ଲୋକରୁ ଆମେ ନବା। ତେବେ ଶ୍ଲୋକ ନବା ପୂର୍ବରୁ ଆମେ ଜାଣିବା ଦରକାର ଯେ 34 ନମ୍ବର ଶ୍ଲୋକରେ ଭଗବାନ ଜ୍ଞାନ ପ୍ରାପ୍ତ କରିବାର ଉପାୟ ବତେଇଥିଲେ। ତଦ୍ବିଧି ପ୍ରଣିପତେନ ପରିପ୍ରଶ୍ନେନ ସେବୟ। ତେବେ ତତ୍ତ୍ୱଦର୍ଶୀଙ୍କ ପାଖକୁ ଯାଇକି ଆମର ଜ୍ଞାନ ପ୍ରାପ୍ତ କରାଯାଇଥାଏ। ତତ୍ତ୍ୱଦର୍ଶୀ ତ ଜ୍ଞାନ ଦେବେ, କିନ୍ତୁ ଆମେ ପାଇବା କେମିତି ସେ କଥା ଭଗବାନ କହିଲେ 39 ନମ୍ବର ଶ୍ଲୋକରେ। କହିଲେ ଶ୍ରଦ୍ଧାବାନ ଲଭତେ ଜ୍ଞାନମ୍। ଆମ ପାଖରେ ଶ୍ରଦ୍ଧା ଥିବା ଦରକାର, ଶାସ୍ତ୍ର ପ୍ରତି ଭଗବାନଙ୍କ ପ୍ରତି ଅତୁଟ ବିଶ୍ୱାସ ରହିବା ଦରକାର। କୃଷ୍ଣ ଭକ୍ତି କଲେ ସବୁ କିଛି ଆମର ଆବଶ୍ୟକତା ପୂରଣ ହବ। ଭୌତିକ ଆଧ୍ୟାତ୍ମିକ এই ବିଶ୍ୱାସ ଥିବା ଦରକାର। ଭଗବାନ କହିଲେ ଯେ ତାହେଲେ ଆମେ ଜ୍ଞାନ ପ୍ରାପ୍ତ କରିପାରିବା। ଏବଂ ଭଗବାନ କହିଲେ ସେ ଶ୍ଲୋକରେ ଯେ ଏ ଶ୍ରଦ୍ଧା ଆମ ପାଖରେ ରହିବ କେତେବେଳେ ନା ଯେତେବେଳେ ଆମେ ତତ୍ପରଃ ସଂଯତ ଇନ୍ଦ୍ରିୟ ଏ ଦିଟାକ ଆମ ପାଖରେ ଥିବ, ଦୃଶ୍ୟ ହଉଥିବ। ଅର୍ଥାତ୍ ତତ୍ପରଃ ମାନେ ଆମେ ସାଧନା ପରାୟଣ ହେଇଥିବା। ଅର୍ଥାତ୍ ଆମେ ଭଗବାନଙ୍କର ଭକ୍ତି କରୁଛେ, ସେବା କରୁଛେ, ଜପ କରୁଛେ ଡେଲି ସିନସିୟରଲି, ଗୀତା ଭାଗବତ କ୍ଲାସ ଆଟେଣ୍ଡ କରୁଛେ, ଶୁଣୁଛେ, ପଢୁଛେ ଏବଂ ଇନ୍ଦ୍ରିୟ ସଂଯତ ଇନ୍ଦ୍ରିୟକୁ ସଂଯମ କରିଛେ। ତେବେ ଆମେ ଯେତେବେଳେ ସାଧନା ପରାୟଣ ହବା ଅଟୋମେଟିକାଲି ଆମର ଇନ୍ଦ୍ରିୟ ସଂଯମ ହବ। ଆଉ ଇନ୍ଦ୍ରିୟ ସଂଯମ ହେଲେ ଆମର ଶ୍ରଦ୍ଧା ଆସିବ, ଶାସ୍ତ୍ର ଓ ଭଗବାନଙ୍କ ପ୍ରତି ଆସିବ। ତାହେଲେ ଆମେ ଜ୍ଞାନ ପ୍ରାପ୍ତ କରିପାରିବା। এই হচ্ছে ଫର୍ମୁଲା ଭଗବାନ ବତଉଛନ୍ତି ଜ୍ଞାନ ପ୍ରାପ୍ତ କରିବା ପାଇଁ। ଏବଂ ଜ୍ଞାନ ପ୍ରାପ୍ତ କଲେ କଣ ହବ ଭଗବାନ କହୁଛନ୍ତି ପରାମ ଶାନ୍ତି ଅଧିଗଚ୍ଛତି। ପରମ ଶାନ୍ତି ଆମେ ପାଇବା। ଶାନ୍ତି ପାଇଲେ ସୁଖ ପାଇବା। ବିନା ଶାନ୍ତିରେ ସୁଖ ନଥାଏ। ତ ଏଇଭଳି ଭଗବାନ ସେ ଶ୍ଲୋକରେ ବତେଇଲେ। କିନ୍ତୁ ଅର୍ଜୁନ ଭାବୁଛନ୍ତି ଯେ ଠିକ ଅଛି ଜ୍ଞାନ ପ୍ରାପ୍ତ କରିବା କଥା ଭଗବାନ କହୁଛନ୍ତି, କିନ୍ତୁ ଏ ଦୁନିଆରେ ବହୁତ ଲୋକ ଅଛନ୍ତି ଯୋଉମାନେ ଜ୍ଞାନ ପ୍ରାପ୍ତ କରୁନାହାନ୍ତି। ଜ୍ଞାନ ପାଇବାକୁ ମାନେ ଆଇଦର ଇଣ୍ଟରେଷ୍ଟେଡ ନୁହେଁ କି
ଅଜ୍ଞାନତାରେ ରହୁଛନ୍ତି, ତେଣୁ ତାଙ୍କର ଇଚ୍ଛା ନାହିଁ। ବହୁତ ଲୋକ ଅଛନ୍ତି, କେତେ ଲୋକ ଏ ଦୁନିଆରେ ଅଛନ୍ତି ଯୋଉମାନେ ଗୀତା କ୍ଲାସ କରିବାକୁ ଇଣ୍ଟରେଷ୍ଟ, ଭଗବାନ ବିଷୟରେ ଶୁଣିବାକୁ, ଭଗବାନ କଣ କହୁଛନ୍ତି ସେ ବିଷୟ ଶୁଣିବାକୁ କେତେ ଲୋକ ଇଣ୍ଟରେଷ୍ଟ, ଗୀତା ଭାଗବତ ପଢିବେ, ଗୀତା ଭାଗବତ ଶୁଣିବେ, ଜପ କରିବେ, କେତେ ଲୋକଙ୍କର ଇଣ୍ଟରେଷ୍ଟ ଅଛି। ତାଙ୍କୁ ଯଦି କହିବ ଏ କ୍ଲାସ ଆଟେଣ୍ଡ କରିବା ପାଇଁ ବା ଗୀତା ଭାଗବତ ପଢିବା ପାଇଁ, ଜପ କରିବା ପାଇଁ, ସେମାନଙ୍କ ପାଖରେ ସମୟ ନାହିଁ, ବହୁତ ବ୍ୟସ୍ତ ଆମେ। ଦେଖିବା ରିଟାୟାରମେଣ୍ଟ ପରେ, କିନ୍ତୁ ସେ ସମୟ କେବେ ଆସେନି। ଏ ଜୀବନ ସମାପ୍ତ ହେବା ପୂର୍ବରୁ ଗୀତା କଣ ବୋଲିକି ସେମାନେ ଜାଣି ବି ପାରିବେନି। ଏଇ ସେଇ ଅଜ୍ଞାନତାରେ ସେମାନେ ଏ ସଂସାର ତ୍ୟାଗ କରିବେ। ତ ଭଗବାନ କହୁଛନ୍ତି, ଅର୍ଜୁନଙ୍କ ମାଇଣ୍ଡରେ ସେଟା ଆସୁଛି ଯେ ସତ ପ୍ରକୃତ ଆସୁଛି ଯେ ବହୁତ ଲୋକ ଅଛନ୍ତି ଯୋଉମାନେ ଜ୍ଞାନ ପ୍ରାପ୍ତ କରୁନାହାନ୍ତି ବା ଜ୍ଞାନ ପ୍ରାପ୍ତ କରିବାର ଇଚ୍ଛା ହିଁ ନାହିଁ। ସେମାନଙ୍କର କଣ ହବ ଭଗବାନ ଏ ଶ୍ଲୋକରେ ବର୍ତ୍ତମାନ ବତେଇବେ। ଆମେ ସେ ଶ୍ଲୋକଟି ନବା, ମୁଁ ସେୟାର କରୁଛି। ଶ୍ଲୋକଟି ଏଭଳି, ଅଜ୍ଞଶ୍ଚାଶ୍ରଦ୍ଧାନଶ୍ଚ ସଂଶୟାତ୍ମା ବିନଶ୍ୟତି ନାୟଂ ଲୋକସ୍ତି ନ ପರೋ न सुखं संशयात्मनः। अज्ञश्चाश्रद्धानश्च संशयात्मा विनश्यति नायं लोकस्ति न परो न सुखं संशयात्मनः। ଆବୃତ୍ତି ଯୋଉମାନେ କରିବେ କରନ୍ତୁ। ହରେ କୃଷ୍ଣ। ପ୍ରଣାମ ଗୁରୁଜୀ। ସମସ୍ତ ଭକ୍ତ ବୃନ୍ଦଙ୍କୁ ମୋର ପ୍ରଣାମ। ଚତୁର୍ଥ ଅଧ୍ୟାୟ ଶ୍ଲୋକ ନମ୍ବର 40। ଅଜ୍ଞଶ୍ଚାଶ୍ରଦ୍ଧାନଶ୍ଚ ସଂଶୟାତ୍ମା ବିନଶ୍ୟତି ନାୟଂ ଲୋକସ୍ତି ନ ପರೋ ନ ସୁଖଂ ସଂଶୟାତ୍ମନଃ। ଏହାର ଅର୍ଥ, ଯେଉଁ ମୂର୍ଖ ଓ ଶ୍ରଦ୍ଧାହୀନ ବ୍ୟକ୍ତିମାନଙ୍କର ପ୍ରାମାଣିକ ଗ୍ରନ୍ଥ ବା ଶାସ୍ତ୍ର ବାଣୀରେ ବିଶ୍ୱାସ ନଥାଏ, ସେମାନେ ଭଗବତ୍ ଚେତନା ଲାଭ କରିପାରନ୍ତି ନାହିଁ। ସେମାନେ ପତିତ ହୁଅନ୍ତି। ସନ୍ଦିଗ୍ଧମନା ବ୍ୟକ୍ତିର ଇହଲୋକ ତଥା ପରଲୋକ କୌଣସିଠାରେ ସୁଖ ନାହିଁ। ହରେ କୃଷ୍ଣ। ପ୍ରଣାମ ଗୁରୁଜୀ। ଆଉ କିଏ କରିବେ? ହଁ ସାର୍, ମୁଁ କରୁଛି। ହଁ କରନ୍ତୁ। ହରେ କୃଷ୍ଣ। अज्ञश्चाश्रद्धधानश्च संशयात्मा विनश्यति नायं लोकस्ति न परो न सुखं संशयात्मनः। ବିବେକହୀନ, ଶ୍ରଦ୍ଧା ରହିତ ଏବଂ ସଂଶୟଯୁକ୍ତ ମନୁଷ୍ୟ ପରମାର୍ଥରୁ ନିଶ୍ଚୟ ଭ୍ରଷ୍ଟ ହୋଇଯାଏ। ଏପରି ସଂଶୟଯୁକ୍ତ ମନୁଷ୍ୟ ପାଇଁ ଇହଲୋକ ନାହିଁ କି ପରଲୋକ ନାହିଁ, କି ସୁଖ ମଧ୍ୟ ନାହିଁ। ହରେ କୃଷ୍ଣ। ହରେ କୃଷ୍ଣ। ଠିକ ଅଛି, ଆମେ ଏ ଶ୍ଲୋକଟି ଆଲୋଚନା କରିବା। ଏଇଟା ପ୍ରଥମେ ଦେଖନ୍ତୁ, ଆଗ ଶ୍ଲୋକଟା ବୁଝିବା। ଏଠି କହୁଛନ୍ତି ଅଜ୍ଞ, ଯୋଉମାନେ ଅଜ୍ଞାନୀ, ଜ୍ଞାନ ନାହିଁ, ଚ ଏବଂ ଅଜ୍ଞଶ୍ଚ ଅଶ୍ରଦ୍ଧାନ, ଅଶ୍ରଦ୍ଧାଳୁ, ଶ୍ରଦ୍ଧା ନାହିଁ ଯୋଉମାନଙ୍କୁ ଶାସ୍ତ୍ର ଈଶ୍ୱର ଉପରେ, ଚ ମାନେ ଏବଂ ସଂଶୟ ଆତ୍ମା, ଯୋଉମାନେ ସନ୍ଦେହ, ବିନଶ୍ୟତି, ଏମାନଙ୍କର ପତନ ହୁଏ। ପତନ ହୁଏ ମାନେ ସେମାନେ ଯୋଉ ପରମ ଗତିକୁ ପାଇବା କଥା ପାଆନ୍ତିନି, ତେଣୁ ଜନ୍ମ ମୃତ୍ୟୁ ଚକ୍ରରେ ଅଟକି ରହନ୍ତି। ନା ଏମ୍ ଲୋକ ଅସ୍ତି, ହଁ ପୁଣି ସେକେଣ୍ଡ ଲାଇନରେ ଏଠି ପୁଣି ଏଠି ସଂଶୟାତ୍ମନ କହୁଛନ୍ତି। ସଂଶୟାତ୍ମନ ମାନେ ଦିଥର ଏଠି ସଂଶୟାତ୍ମା କହିଲେ, ପୁଣି ଏଠି ବି ସେୟା କହୁଛନ୍ତି। ତାମାନେ ୟାରି ଉପରେ ଭଗବାନ ଗୁରୁତ୍ୱ ଦଉଛନ୍ତି। ଏ ସନ୍ଦେହ ସଂଶୟାତ୍ମନ, ଏଇ ସନ୍ଦେହ ଯେ ସନ୍ଦିଗ୍ଧ ମନା ଯୋଉ ଲେଖା ହେଇଛି,
अनुवाद माने सन्देह एमानଙ୍କର कौन न अयं लोक अस्ति ना ये जगत रे तांकर किछि उद्देश्य अछि बा ए जीवन रे किछि उद्देश्य अछि ना परो पर जन्म रे ना किछि अछि रहिबो उद्देश्य बा पर जन्म रे बा पर जगत रे पर लोक रे ना सुख ए भगवान कहउछन संसार मन आमे को आलोचना करला माने भगवान जो माने ज्ञान प्राप्त करने को चाहू ना इच्छा नहीं करू ना भगवान कहते से तीन प्रकार इच्छा नहीं माने भगवान माने कहते से अयोग्य तीन प्रकार लोक अयोग्य ज्ञान प्राप्त करने तीन प्रकार कौन ना अज्ञानी अश्रद्धालु सन्देह तीन प्रकार जदि ज्ञान प्राप्त करूना भगवान प्रथम लाइन रे कहते जे अज्ञ अश्रद्धालु अज्ञानी और श्रद्धा नथिबा व्यक्ति श्रद्धा विहीन व्यक्ति विनश्यति खत्म हो जाती से छटा जिन भगवान कहते ना अज्ञ अश्रद्धान संशयात्मा ये ये तीन टा कथा भगवान कहते फर्स्ट लाइन रे सेकंड लाइन में भी से तीन टा कथा कहते छटा टोटाल तेणु संशय आत्मा को भगवान बेसी माने गाली कर कारण एमानकु तीन प्रकार दंड मिलूँ ना अयं लोक अस्ति न परो न सुखम ना ए जीवन में किसी उद्देश्य अच्छी ना ए जीवन में किसी सुख पाइबे ना परजन्म रे किसी उद्देश्य अच्छी ना परजन्म रे किसी सुख पाइबे सुख नहीं एमानकर केबे संशय आत्मा जो माने संदेह ज्ञान प्राप्त ये तीन प्रकार कैटेगोरी लोक अज्ञ अज्ञानी अश्रद्धालु संदेह ज्ञान प्राप्त करिपारुना माने माने अयोग्य ज्ञान प्राप्त करने योग्यता नहीं फास्ट देखिए अज्ञानी की भगवान क्या अज्ञानी कहते अज्ञानी अर्थ हूँ पाखे ज्ञान नहीं वो ज्ञान मौलिक ज्ञान जो ज्ञान भगवान भगवद गीता रे द्वितीय अध्याय 11 नंबर श्लोक रु 30 नंबर श्लोक पर्यंत देइचंती आत्मा शरीर ठू अलग बा भिन्न ये हूँ भगवत गीतार ज्ञानर आधार माने शरीर नाशवान आत्मा अविनाशी शरीर विनाशशील किंतु आत्मा अविनाशी तार नाश नहीं भगवान कहते ये ज्ञान जहाँ पाखे नहीं से भावती कौन ना शरीरटा हूँ आत्मा से जानती जे शरीर भितर जी अच्छी से आत्मा बा मु से जानती निजे अच्छा शरीर भितर से हूँ आत्मा से जिनसा हूँ आत्मा तेणु ये निजक शरीर भावती ये हूँ देहात्म बुद्धि ये देहात्म बुद्धि थिबा लोकों को अज्ञ कह जाए भगवान से मूर्ख बोली कहती मूढ़ गीतार बहुत जगह कहते आगू आगू जो जीवा भगवान देखिए बहुत जगह मूढ़ बोलिकी संबोधन कर अज्ञानी मान भगवान एम माने जो पशु मान संगे तुलना कर पशु
ପଶୁମାନେ ଆହାର ନିଦ୍ରା ଭୟ ମୈଥୁନ ଚାରୋଟି କାମ କରୁଛନ୍ତି। ଯୋଉ ଜୀବନର ଯୋଉ ମାନେ ମହତ ଉଦ୍ଦେଶ୍ୟ ଅଛି ବା ମହତ ବିଚାର ଅଛି, ତାଙ୍କୁ ସେଇଟା ସେମାନେ ସେ ବିଚାର ବା ଉଦ୍ଦେଶ୍ୟକୁ ସେମାନେ ଜାଣିପାରନ୍ତିନି। କାହିଁକି ନା ସେମାନେ କେବଳ ତାଙ୍କ ପାଖରେ ଯୋଉ ବୁଦ୍ଧି ଅଛି, ପଶୁମାନେ ସେ ବୁଦ୍ଧି କେବଳ ଏ ଆହାର ନିଦ୍ରା ଭୟ ମୈଥୁନ ପାଇଁ, ସେ ବୁଦ୍ଧି ନାହିଁ, ହାୟର ଇଣ୍ଟେଲିଜେନ୍ସ ନାହିଁ ତାଙ୍କ ପାଖରେ। ଭଗବାନ କହୁଛନ୍ତି ଏଇ ଯୋଉ ଅଜ୍ଞ ମାନେ ଏଇ ପଶୁମାନଙ୍କ ଭଳିଆ, ତାଙ୍କ ପାଖରେ ମାନେ ସେମାନେ ଏଇ ପଶୁମାନଙ୍କ ଭଳିଆ ଚାରୋଟି କାମ କରୁଛନ୍ତି। ଏବଂ ପର୍ଟିକୁଲାରଲି କହୁଛନ୍ତି ପଶୁ ଭିତରେ କିଏ? ଗଧ। କାହିଁକି ନା ଗଧ ଦିନ ସାରା ଅକ୍ଳାନ୍ତ ପରିଶ୍ରମ କରେ, ବହୁତ ଖଟେ, ଶୋଇ ବି ପାରେନି, କିନ୍ତୁ ଅଲ୍ଟିମେଟଲି ତାକୁ ମିଳେ କଣ? ଦିପୁଞ୍ଜା ଘାସ। ସେ ଘାସ ଦିପୁଞ୍ଜା ଖାଇକି ବାସ୍ ସାଟିସ୍ଫାଇଡ ହୁଏ ଏବଂ ଗଧି ପାଖକୁ ଯାଏ, ଗଧିଠୁ ଦି ଚାରିଟା ଲାତ ଖାଏ ଏବଂ ତାପରେ ତାର କାମନା ତୃପ୍ତି କରେ। ଏଇଭଳି କରି 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 ସେ ତାର ମୃତ୍ୟୁ ହୁଏ। ଇଏ ହଉଛି ଗଧ। ଭଗବାନ କହୁଛନ୍ତି ବହୁତ ଲୋକ ଏ ଦୁନିଆରେ ଏଇ ଗଧ ଭଳିଆ କ୍ଳାନ୍ତ ପରିଶ୍ରମ କରୁଛନ୍ତି। ଏଇ ମୁଠେ ଭାତ ଖାଇବା ପାଇଁ ଅକ୍ଳାନ୍ତ ପରିଶ୍ରମ, ଇନ୍ଦ୍ରିୟ ଭୋଗ କରିବା ପାଇଁ, ନିଜର କାମନାକୁ ତୃପ୍ତ କରିବା ପାଇଁ, ଏବଂ ଫାଇନାଲି ତାଙ୍କର ମୃତ୍ୟୁ ହଉଛି। ସେମାନେ ଦର୍ଶନ ମାନେ ଫିଲୋସଫି ତାଙ୍କୁ ଜଣା, କଣ ଯେମିତି ଗଧ ଭୋଗଉଛି ସେଇଭଳିଆ, ସେଇ ଫିଲୋସଫି ତାଙ୍କୁ ଜଣା। ଏଇ ଅଜ୍ଞ ମାନେ, ଏମାନଙ୍କୁ ମାନେ ଗୋଟେ ପୁନର୍ଜନ୍ମ ବୋଲି ଗୋଟେ ଜିନିଷ ଅଛି, ଏମାନଙ୍କୁ ଜଣା ନାହିଁ। ନା ଆତ୍ମ ଅନୁଭୂତି ଅଛି, ବା ଆତ୍ମ ଅନୁଭୂତିର ଇଚ୍ଛା ଅଛି, ନା କରିବାକୁ ଚାହାନ୍ତି। ଗଧ ଭଳିଆ ସେମାନେ ଖାଲି ଜଷ୍ଟ ଅକ୍ଳାନ୍ତ ପରିଶ୍ରମ କରନ୍ତି ନିଜର ଇନ୍ଦ୍ରିୟକୁ ସୁଖ। କିନ୍ତୁ ଯୋଉ ଉଚ୍ଚ ବିଚାର ରହିଛି ଆମର ଜୀବନର ମହତ ଉଦ୍ଦେଶ୍ୟ ରହିଛି, ତାକୁ ପ୍ରାପ୍ତ କରିବାକୁ ସେମାନେ କେବେ ହେଲେ ସେ ବୁଦ୍ଧି ଲଗାନ୍ତି ନାହିଁ। ସେଇ ଅଜ୍ଞ ଅବସ୍ଥାରେ ସେମାନେ ଭାବନ୍ତି ଯେ ଏଇ ଜୀବନଟା ହଉଛି କେବଳ ଭୋଗ କରିବା ପାଇଁ, ଏ ଶରୀର ସରିଗଲେ ସବୁ କିଛି ସରିଗଲା, ବାସ୍ ସେଇଥିପାଇଁ ସେମାନେ ପରିଶ୍ରମ କରନ୍ତି। ଏ ହେଲେ ଅଜ୍ଞ, ଫାର୍ଷ୍ଟ କ୍ୟାଟେଗୋରୀ। ନେକ୍ସଟ କ୍ୟାଟେଗୋରୀ ଭଗବାନ କହୁଛନ୍ତି, ସେଥିପାଇଁ ଯେହେତୁ ଏଇଭଳି ସେମାନେ ଅଜ୍ଞମାନେ ଜ୍ଞାନ ପ୍ରାପ୍ତ କରିପାରନ୍ତିନି, ଏଇଭଳିଆ ଚିନ୍ତାଧାରା ସେମାନଙ୍କର, ତେଣୁ ସେମାନେ ଜ୍ଞାନ ପ୍ରାପ୍ତ କରିପାରନ୍ତିନି। ଅର୍ଜୁନଙ୍କ ପ୍ରଶ୍ନର ଉତ୍ତରରେ କହୁଛନ୍ତି ଏଇଭଳି ତିନୋଟି କ୍ୟାଟେଗୋରୀର ଲୋକ, ଏ ଫାର୍ଷ୍ଟ କ୍ୟାଟେଗୋରୀର ଲୋକ। ନେକ୍ସଟ କହୁଛନ୍ତି ଅଶ୍ରଦ୍ଧାନ, ମାନେ ଅଶ୍ରଦ୍ଧାଳୁ, ଯୋଉମାନଙ୍କର ଭଗବାନଙ୍କ ପ୍ରତି ବା ଶାସ୍ତ୍ର ପ୍ରତି ଶ୍ରଦ୍ଧା ନାହିଁ। ଏମାନେ ଯୋଉ ଅଜ୍ଞ କ୍ୟାଟେଗୋରୀରେ ଯୋଉମାନେ, ତାଙ୍କୁ ଉଚ୍ଚରେ ଅଛନ୍ତି। କାହିଁକି ନା ତାଙ୍କର ତ ଜ୍ଞାନ ନାହିଁ, ଅଜ୍ଞ ମାନଙ୍କର ତ ବିଲକୁଲ ଜ୍ଞାନ ନାହିଁ, ଆତ୍ମା ଶରୀର ଏସବୁ ଜ୍ଞାନ କିଛି ନାହିଁ, ଆତ୍ମଜ୍ଞାନ ନାହିଁ, ପୁନର୍ଜନ୍ମରେ ବିଶ୍ୱାସ କରୁନାହାନ୍ତି, ବା ସେ ଶରୀର ହଉଛି ତାଙ୍କର ଆତ୍ମା ବୋଲି ଭାବନ୍ତି, ସରିଗଲେ ସବୁ କିଛି ଫିନିଶ୍ଡ। କିନ୍ତୁ ଏ ହର୍ଷଧାଳୁ ଏମାନଙ୍କର ଜ୍ଞାନ ଅଛି, ସେମାନେ ଜାଣିଛନ୍ତି ଯେ ଏ ଶରୀର ଆତ୍ମାଠୁ ଅଲଗା, ଶରୀରର ମୃତ୍ୟୁ ଅଛି, ପୁନର୍ଜନ୍ମ ଅଛି ବୋଲିକି ସେମାନେ ଜାଣୁଛନ୍ତି। ମାନେ ଆତ୍ମା ପୁନର୍ବାର ପୁଣି ଗୋଟେ ଦେହ ଧାରଣ କରିବ, ଗୋଟେ ଶରୀର ପାଇବ, ଯେକୌଣସି ଶରୀର କର୍ମ ଅନୁସାରେ, ନିଜ କର୍ମ ଅନୁସାରେ ମଣିଷ, ପଶୁ, ପକ୍ଷୀ କୋଉ ଶରୀର ପାଇବ, କର୍ମ ଅନୁସାରେ ପାଇବ, ଏ ଜ୍ଞାନ ଅଛି ଅଶ୍ରଦ୍ଧାଳୁ ମାନଙ୍କର। କିନ୍ତୁ ଏଇ ସବୁ ଯିଏ କରଉଛି ତାକୁ ମାନନ୍ତିନି ସେମାନେ, ତାଙ୍କର ଭଗବାନଙ୍କ ଉପରେ ବିଶ୍ୱାସ ନାହିଁ। ଈଶ୍ୱର ଯେ ଏଇ ଯୋଉ ଶରୀର ପରିବର୍ତ୍ତନ ହଉଛି, ଏଇ ଯୋଉ କର୍ମ ଆମେ ଭୋଗୁଛେ, ଏ କର୍ମ ଆମକୁ କିଏ ଭୋଗଉଛନ୍ତି? ଭଗବାନ। ଏ ଶରୀର ଆମକୁ କିଏ ଦଉଛନ୍ତି? ବିଭିନ୍ନ ପ୍ରକାରର ଶରୀର ଭଗବାନ। କିନ୍ତୁ ସେ ଭଗବାନଙ୍କ ଉପରେ ତାଙ୍କର ବିଶ୍ୱାସ ନାହିଁ।
ଭଗବାନ ଯେ ସର୍ବ କାରଣ କାରଣମ୍ ସେ ସେଟା ତାଙ୍କର ବିଶ୍ୱାସ ନାହିଁ, ତାଙ୍କର ଏ ଜ୍ଞାନ ନାହିଁ। ଫଳରେ ତାଙ୍କର ଈଶ୍ୱରଙ୍କ ଉପରେ ଶ୍ରଦ୍ଧା ନାହିଁ, ସେଥିପାଇଁ ସେମାନେ ତାଙ୍କର ପୂଜା ବି କରନ୍ତିନି। ଜ୍ଞାନ ଥିଲେ କଣ ହବ, ସବୁ ଜ୍ଞାନ ଅଛି ୟାଙ୍କ ପାଖରେ, କିନ୍ତୁ ଈଶ୍ୱର ଶ୍ରଦ୍ଧା ନାହିଁ। ଈଶ୍ୱର ଶ୍ରଦ୍ଧା ଥିବା ଦରକାର, ତାହେଲେ ଯାଇକି ଆମେ ଆଧ୍ୟାତ୍ମିକ ଜ୍ଞାନ, ଯୋଉ ଜ୍ଞାନ କହୁଛନ୍ତି ଭଗବାନ ଦିବ୍ୟ ଜ୍ଞାନ, ତାକୁ ଆମେ ପ୍ରାପ୍ତ କରିବା ଶ୍ରଦ୍ଧା ଥିଲେ। ଆଜିର ଦୁନିଆ ହଉଛି ଯୋଉ ମାନେ ସାଇନ୍ସ ଟେକ୍ନୋଲୋଜି ବିଜ୍ଞାନ ଆଉ ବିଭିନ୍ନ ପ୍ରକାରର ଟେକ୍ନିକ, ତାକୁ ହିଁ ଭଗବାନ ଭାବିଛନ୍ତି ବହୁତ ଲୋକ ଏ ଦୁନିଆରେ। ତେଣୁ ଈଶ୍ୱର ବୋଲି ଗୋଟେ ଜିନିଷ ଜାଣୁନାହାନ୍ତି। ଈଶ୍ୱର ବିହୀନ ଏଇ ଯୋଉ ଏଇ ଯୁଗ, ଏଇ ଯୋଉ ସାଇନ୍ସ ଟେକ୍ନୋଲୋଜିର ଯୁଗ ହଉଛି ଈଶ୍ୱର ବିହୀନ। ଫଳରେ ସେମାନେ ଅଶ୍ରଦ୍ଧାଳୁ, ଅଶାନ୍ତି ବଢୁଛି। ଇଏ ହେଲେ ସେକେଣ୍ଡ କ୍ୟାଟେଗୋରୀ, ଅଶ୍ରଦ୍ଧାଳୁ, ଜ୍ଞାନ ପ୍ରାପ୍ତ କରିପାରନ୍ତି। ଥାର୍ଡ କ୍ୟାଟେଗୋରୀ ଭଗବାନ ସନ୍ଦେହ, ସଂଶୟାତ୍ମନଃ। ଏମାନେ ଭାବନ୍ତି, ଏଇଭଳି କ୍ୟାଟେଗୋରୀର ଲୋକ ଭାବନ୍ତି ଯେ ବହୁତ ପ୍ରକାରର ବାଦୀ ଅଛନ୍ତି। କଣ? ମାୟାବାଦୀ, ବ୍ରହ୍ମବାଦୀ, ନିର୍ବିଶେଷବାଦୀ, ଶୂନ୍ୟବାଦୀ, ଓମ୍ ଶାନ୍ତି, ସବୁ ଅଛନ୍ତି। ତ କାହାକୁ ଫଲୋ କରିବା? ବହୁତ ପ୍ରକାରର ଲୋକ ଅଛନ୍ତି, ତାଙ୍କର ସନ୍ଦେହ ସବୁ। ଏମାନେ ଅଜ୍ଞଠୁ ଉପରେ, ଏମାନେ ଅଶ୍ରଦ୍ଧାଳୁ ଭଳି, ଏମାନଙ୍କର ଜ୍ଞାନ ଅଛି, ଦେହ ଜ୍ଞାନ ଅଛି, ମାନେ ଶରୀର ଆତ୍ମା ଜ୍ଞାନ ଅଛି। ଶରୀର ଆତ୍ମାଠୁ ଅଲଗା ଶ୍ରଦ୍ଧାଳୁ ମାନଙ୍କ ଭଳି ଏମାନଙ୍କର ଜ୍ଞାନ ଅଛି, ପୁନର୍ଜନ୍ମରେ ବିଶ୍ୱାସ କରୁଛନ୍ତି। ଏମାନେ ବି ମାନନ୍ତି ଯେ କୌଣସି ଗୋଟେ ଶକ୍ତି ଅଛି ଯିଏକି ସର୍ବବ୍ୟାପୀ, ସର୍ବନିୟନ୍ତା, ସବୁ କଣ୍ଟ୍ରୋଲ କରୁଛି, ତାକୁ ପରମେଶ୍ୱର ବୋଲିକି ସେମାନେ ଭାବନ୍ତି। କିନ୍ତୁ ସେଇ ସର୍ବନିୟନ୍ତା ବା ସର୍ବବ୍ୟାପୀ ପରମେଶ୍ୱର ସେମାନେ କୃଷ୍ଣ ବୋଲିକି ଭାବନ୍ତି, ଗ୍ରହଣ କରନ୍ତି। ତାଙ୍କର ଡାଉଟ୍ ଅଛି ଯେ ସେଇ ପରମେଶ୍ୱର କଣ, ଯିଏ ସେ କୃଷ୍ଣ, ଡାଉଟ୍ ଅଛି ତାଙ୍କୁ। ସେମାନେ ଜାଣନ୍ତି ଯେ ସେ କେବଳ କୃଷ୍ଣ ହଉଛନ୍ତି ଯଶୋଦାନନ୍ଦନ ବା ବସୁଦେବଙ୍କର ପୁତ୍ର, ଏତିକି ସେମାନେ ଜାଣନ୍ତି। କିନ୍ତୁ ସେ ଯେ ଜଗତ ଚଲେଇଲା ବାଲା, ସେ କଥା ସେମାନେ ବିଶ୍ୱାସ କରନ୍ତି। ବେଳେ ବେଳେ ଏମାନେ ଭାବନ୍ତି ଯେ ଆମେ ଈଶ୍ୱର ବି ହେଇଯାଇପାରିବା, ଯଦି ସେଇଭଳିଆ ଗଭୀର ତପସ୍ୟା କରିବା ଆମେ ମଧ୍ୟ ଈଶ୍ୱର ହେଇଯାଇପାରିବା, ଏମାନେ ଭାବନ୍ତି ସେଇଭଳି। ତେଣୁ କୃଷ୍ଣଙ୍କର ପରମେଶ୍ୱରତା ଉପରେ ଏମାନଙ୍କର ସନ୍ଦେହ, ସଂଶୟ ଆତ୍ମନଃ, ସେଥିପାଇଁ ଭଗବାନ କହୁଛନ୍ତି। ଏମାନେ ଭଗବତ ଗୀତା ପଢନ୍ତି, ଭଗବତ ଗୀତା ବିତରଣ ବି କରନ୍ତି, କିନ୍ତୁ ଡାଉଟ୍, ତାଙ୍କର ସନ୍ଦେହ ରହେ ଯେ ଏଥିରେ ଯାହା କୁହାଯାଇଛି ସେୟା କଲେ କଣ ସବୁ ହେଇଯିବ? ଭଗବାନ ଯାହା କହୁଛନ୍ତି, କୃଷ୍ଣ ଭକ୍ତି ତାଙ୍କର ପୂଜା କଲେ କଣ ସବୁ କାମ ହେଇଯିବ? ଏ ସନ୍ଦେହ ତାଙ୍କର। କୃଷ୍ଣଙ୍କ ଉପରେ ଡାଉଟ୍। ପରମେଶ୍ୱରକୁ ମାନନ୍ତି, କିନ୍ତୁ କୃଷ୍ଣ ଯେ ପରମେଶ୍ୱର, ଇଏ ତାଙ୍କର ସନ୍ଦେହ। ଇଏ ହଉଛନ୍ତି ସନ୍ଦେହୀ, ସଂଶୟାତ୍ମନଃ। ଭଗବାନ ଏଇ ସନ୍ଦେହୀ ମାନଙ୍କୁ ଟାର୍ଗେଟ କରିଛନ୍ତି ଏ ଶ୍ଲୋକରେ, ଦିଥର ୟୁଜ କରିଛନ୍ତି। ଫାର୍ଷ୍ଟ ଲାଇନରେ ସଂଶୟାତ୍ମା ବିନଶ୍ୟତି, ସେକେଣ୍ଡ ଲାଇନରେ ନାୟଂ ଲୋକସ୍ତି ନ ପರೋ ନା ସୁଖଂ ସଂଶୟାତ୍ମନଃ। ଦିଥର, ଅର୍ଥାତ ଏଇ ଭଗବାନ କହୁଛନ୍ତି ଠିକ ଅଛି, ଯୋଉ ଅଜ୍ଞାନୀ ଯେ ଜ୍ଞାନ ତ ନାହିଁ, ଅଶ୍ରଦ୍ଧାଳୁ ଯେ ଶ୍ରଦ୍ଧା ନାହିଁ, କିନ୍ତୁ ଗୋଟେ ସମୟ ପରେ ହୁଏତ ତାଙ୍କର ଅଜ୍ଞାନୀର ଜ୍ଞାନ ଆସିପାରେ, ଜ୍ଞାନ ପାଇବା ପାଇଁ ଇଚ୍ଛା କରିପାରେ, ମାନେ ପସିବିଲିଟି ଓପେନ ଅଛି ତାଙ୍କ ପାଇଁ।
ସମ୍ଭାବନା ଅଛି। ସେମିତି ଅଶ୍ରଦ୍ଧାଳୁ ତାର କେତେବେଳେ ଶ୍ରଦ୍ଧା ଆସିପାରେ, ସେ ପସିବିଲିଟି ବି ଓପେନ ଅଛି। ଭଗବାନ କହୁଛନ୍ତି କିନ୍ତୁ ଏ ଯୋଉ ସନ୍ଦେହୀ ଅଜ୍ଞାନୀ ମାନେ ସନ୍ଦିଗ୍ଧ ମନା, ଏମାନଙ୍କୁ ମାନେ ଭଗବାନ ଆଙ୍କରି ଉପରେ ବେଶୀ ଜୋର ଦଉଛନ୍ତି। କହୁଛନ୍ତି ଏମାନଙ୍କର ଅବସ୍ଥା ଭୀଷଣ ଖରାପ, ଏ ସନ୍ଦେହୀ ମାନଙ୍କ। କଣ ଖରାପ? ତିନିଟା ଜିନିଷ ଭଗବାନ କହୁଛନ୍ତି, ନ ଅୟଂ ଲୋକ ଅସ୍ତି, ନ ପରୋ, ନ ସୁଖମ। ନ ଅୟଂ ଲୋକ ଅସ୍ତି, ଏ ଜନ୍ମରେ ବା ଏ ଜଗତରେ ସେମାନଙ୍କର କୌଣସି ଉଦ୍ଦେଶ୍ୟ ନାହିଁ। ଏ ସନ୍ଦେହୀ ମାନଙ୍କର କୌଣସି ଉଦ୍ଦେଶ୍ୟ ନାହିଁ। କାହିଁକି? କାରଣ ସେମାନେ ମଣିଷ ଶରୀରଟା ପାଇଛନ୍ତି, କିନ୍ତୁ ମଣିଷ ଶରୀରର ଯୋଉ ଉଦ୍ଦେଶ୍ୟ ତାକୁ ସେମାନେ ବୁଝି ନାହାନ୍ତି। ଏ ଶରୀର ଯେ ଭଗବାନଙ୍କର ଦିଆଯାଇଛି କେବଳ ଭଗବାନଙ୍କର ସେବା କରିବା, କୃଷ୍ଣଙ୍କର ଆମେ ଦାସ, ତାଙ୍କର ସେବା କରିବା, ଭକ୍ତି କରିବା, ଜୀବନ ଏଇ ଯୋଉ ଜନ୍ମ ମୃତ୍ୟୁ ଚକ୍ରକୁ ସମାପ୍ତ କରିବା, ଭକ୍ତି କଲେ ହିଁ ଆମକୁ ମିଳିବ, ଗୋଲକ ଧାମ ମିଳିବ। ଆମେ ଜନ୍ମ ମୃତ୍ୟୁ ଚକ୍ରରୁ ଚାଲିଯିବା। କିନ୍ତୁ ସେମାନେ ତାଙ୍କର ଏ ଜଗତରେ ସନ୍ଦେହିତ, ତେଣୁ ତାଙ୍କର କୌଣସି ଉଦ୍ଦେଶ୍ୟ ନାହିଁ। ମଣିଷ ଶରୀର ପାଇଥିଲେ ବି ସେମାନେ ତାକୁ ବୁଝନ୍ତିନି। ସେମାନେ କ୍ୱେଶ୍ଚିନ୍ କରିବେ, ବରଂ ପ୍ରଶ୍ନ ପଚାରିବେ। ସନ୍ଦେହୀ ସେମାନେ। କାହିଁକି କୃଷ୍ଣ ଭଜନ କରିବା, କାହିଁକି ଭୋଜନ ନ କରିବା, କାହିଁକି ଭୋଗ କରିବାନି, କାହିଁକି ସେବା କରିବା ତାଙ୍କର, ଆମେ କାହିଁକି ଭୋଗ କରିବାନି? ଶରୀର ଦେଇଛନ୍ତି ଭୋଗ କରିବା ପାଇଁ। ଭଗବାନ କହୁଛନ୍ତି ଏମାନେ ହେଲେ କୃପଣ। କାହିଁକି କୃପଣ? କାହିଁକି କହୁଛନ୍ତି? ଶରୀର ମିଳିଛି 84 ଲକ୍ଷ ଯୋନିରେ ପଶିବା ପରେ ଏ ମଣିଷ ଶରୀର ମିଳିଛି କେବଳ ତାର ସତ୍ ଉପଯୋଗ କରିବା ପାଇଁ। ଅନ୍ୟ ଯୋନିରେ ଏ ସତ୍ ଉପଯୋଗ ଆମେ କରିପାରିବାନି। କେବଳ ମନୁଷ୍ୟ ଜନ୍ମରେ ଯୋନିରେ ଏ ସମ୍ଭବ, ମନୁଷ୍ୟ ଶରୀରରେ ସମ୍ଭବ। ସେଥିପାଇଁ ଆମର ଚୈତନ୍ୟ ଚରିତ୍ରାମୃତରେ ଆମର ଲେଖା ହେଇଛି, ମନୁଷ୍ୟ ଜନ୍ମ ପାୟା ରାଧା କୃଷ୍ଣ ନ ଭଜିଆ, ଜାନିଆ ଶୁନିଆ ବିଷ ଖାୟା। ମନୁଷ୍ୟ ଜନ୍ମ ପାୟା, ମନୁଷ୍ୟ ଜନ୍ମଟେ ପାଇଲା, ରାଧା କୃଷ୍ଣଙ୍କର ଭଜନ କଲାନି, ଭକ୍ତି କଲାନି, ଜାଣି ଶୁଣିକିରି ବିଷ ଖାଏ। ସେଥିପାଇଁ କୁହାଯାଇଛି ଏ ଶରୀର ମିଳିଛି କେବଳ ରାଧାକୃଷ୍ଣଙ୍କର ଭଜନ କରିବା ପାଇଁ, ଭକ୍ତି କରିବା ପାଇଁ। କିନ୍ତୁ ସନ୍ଦେହୀ ମାନେ ସେମାନେ ତ ଡାଉଟ୍ କରିବେ ଆଉ, କାହିଁକି ତାଙ୍କର ପୂଜା କରିବା ରାଧାକୃଷ୍ଣଙ୍କର? ଫଳରେ ଏହି ସନ୍ଦେହ ଫଳରେ ମନୁଷ୍ୟ ଜନ୍ମର ଯୋଉ ପରମ ଲକ୍ଷ୍ୟ, ଯୋଉ ପରମ ଉଦ୍ଦେଶ୍ୟ, ତାକୁ ଏମାନେ ହରାନ୍ତି, ମିସ୍ କରିଦିଅନ୍ତି। ଏଇ ଯୋଉ ସନ୍ଦେହୀ କ୍ୟାଟେଗୋରୀର ଲୋକ ନା, ଏମାନେ ବି ବହୁତ ଜ୍ଞାନୀ। ଏମାନେ ଜ୍ଞାନୀ ଏ ସଂସାରରେ। ଏମାନେ PhD ବାଲା ବି, ଡକ୍ଟରେଟ୍ କରିଛନ୍ତି। ହେଇକି ବି ଏ ମାନେ ଶରୀର ଆଉ ଏ ଜଗତର ସତ୍ ଉପଯୋଗ ସେମାନେ କରିପାରୁନାହାନ୍ତି। ଭଗବାନ ଏ ଜଗତ ଦେଇଛନ୍ତି, ଏ ଶରୀର ଦେଇଛନ୍ତି, ଏ ମନ ଦେଇଛନ୍ତି, ଏ ବୁଦ୍ଧି ଦେଇଛନ୍ତି, ଏ ବିଚାର ଦେଇ ସବୁ କିଛି ଦେଇଛନ୍ତି କେବଳ ତାଙ୍କର ସେବା କରିବା ପାଇଁ, ଭକ୍ତି କରିବା ପାଇଁ। କିନ୍ତୁ ଏମାନେ କରିପାରୁନାହାନ୍ତି। ଏ ସନ୍ଦେହୀ ବିଭିନ୍ନ ସନ୍ଦେହ କରି 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 ସେମାନେ କରିପାରୁନାହାନ୍ତି। ସେଥିପାଇଁ ଭଗବାନ କହୁଛନ୍ତି ନୟଂ ଲୋକ ଅସ୍ତି, ଏ ଜଗତରେ ବା ଏ ଜୀବନରେ ତାଙ୍କର ସେମାନେ ଲକ୍ଷ୍ୟ ବିହୀନ, ଉଦ୍ଦେଶ୍ୟ ବିହୀନ।
ସେମାନେ ଭାବୁଛନ୍ତି ଖାଲି ଭୋଗ କର ଶରୀର ଥିଲା ପର୍ଯ୍ୟନ୍ତ, ଶରୀର ଚାଲିଗଲେ ସବୁ ସରିଗଲା। ଏଇ ହଉଛି ତାଙ୍କର ଚିନ୍ତାଧାରା ଏବଂ ଏଇ ହଉଛି ଜୀବନର ଉଦ୍ଦେଶ୍ୟ। ଏହା ହିଁ ସେମାନେ ଭାବୁଛନ୍ତି। ତେଣୁ ଇଏ ହେଲେ ମାନେ ସଂଶୟ ଆତ୍ମନ। ତେବେ ଭଗବାନ ଏଠି ଆଉ ଗୋଟେ ସେ ଫାର୍ଷ୍ଟ ଲାଇନରେ କହୁଛନ୍ତି ବିନଶ୍ୟତି। କିଏ? ଏଇ ଯୋଉ ଅଜ୍ଞାନୀ, ଅଶ୍ରଦ୍ଧାଳୁ, ଏମାନଙ୍କୁ କହୁଛନ୍ତି ଏମାନେ ମାନେ ଏମାନଙ୍କର ପତନ ହୁଏ, ଏମାନେ ଖତମ ହେଇଯାଆନ୍ତି। ବିନଶ୍ୟତି, ସେ ଅଜ୍ଞାନୀ ହୁଅନ୍ତୁ ବା ଅଶ୍ରଦ୍ଧାଳୁ ହୁଅନ୍ତୁ, ସେମାନେ ତ ଆତ୍ମା ନା। ବିନଶ୍ୟତି କେମିତି? ସେମାନେ ତ ଅବିନାଶୀ। ଭଗବାନ କାହିଁ କହୁଛନ୍ତି ବିନଶ୍ୟତି? ଯେତେବେଳେ ମାନେ ଅହଙ୍କାରର ବଶବର୍ତ୍ତୀ ଆମେ ହୁଏ, ସେତେବେଳେ କଣ ହବ? ଭଗବାନ କହୁଛନ୍ତି ତମର ବିନାଶ ହବ। କଣ ବିନାଶ ହବ? ବିନାଶ ଶବ୍ଦ ବେଳେ ବେଳେ କୋଉ ଜାଗାରେ ବ୍ୟବହାର କରାଯାଏ ନା, ଯୋଉଠି ପରମ ଲାଭ, ସର୍ବୋତ୍ତମ ଲାଭ ମିଳିବାର ଅଛି, ସୁଯୋଗ ଥିଲା ପରମ ଲାଭକୁ ପ୍ରାପ୍ତ କରିବା ପାଇଁ, କିନ୍ତୁ ସେ ଲାଭ ମିଳିଲାନି। ସେଇଠି କୁହାଯାଏ ସେ ଲୋକର ବିନାଶ ହେଲା ବା ସେ ଖତମ ହେଇଗଲା, ପତନ ହେଇଗଲା। କହୁଛନ୍ତି ଯେ ମନୁଷ୍ୟ ଶରୀରରେ, ଭଗବାନ କହୁଛନ୍ତି ମନୁଷ୍ୟ ଶରୀରରେ ଯୋଉ ପରମ ଲାଭ ମିଳିବାର ଥିଲା, କଣ ତାକୁ ସେ ହରେଇଲା। କଣ ପରମ ଲାଭ ମିଳିବାର ଥିଲା? ମନୁଷ୍ୟ ଶରୀରରେ, ପଶୁ ଶରୀରରେ କଣ ଆମେ ଭଗବାନଙ୍କର ଭକ୍ତି କରିପାରିବା? ଏ ମନୁଷ୍ୟ ଶରୀରରେ ଆମେ ସେଇଟା କରିପାରିଥାନ୍ତେ, କିନ୍ତୁ ଅଶ୍ରଦ୍ଧାଳୁ ହବା ଫଳରେ, ଶ୍ରଦ୍ଧା ନଥିବା ଫଳରେ, ଜ୍ଞାନ ନଥିବା ଫଳରେ, ଜ୍ଞାନ ପାଇବାକୁ ଇଚ୍ଛା ନଥିବା ଫଳରେ, ଅଜ୍ଞାନ ଅବସ୍ଥାରେ ରହିବା ଫଳରେ, ଅଶ୍ରଦ୍ଧାଳୁ ହବା ଫଳରେ ଆମେ ସେ ଜ୍ଞାନ ପ୍ରାପ୍ତ କରିପାରିଲେନି କି ଭଗବାନଙ୍କର ଭକ୍ତି କରିପାରିଲେନି। ଜ୍ଞାନ ପ୍ରାପ୍ତ ନ କରିପାରିବା ଫଳରେ ବାରମ୍ବାର ଆମେ ଜନ୍ମ ମୃତ୍ୟୁ ଚକ୍ରରେ ଘାଣ୍ଟି ହବା। ସେଇଆ ଭଗବାନ କହୁଛନ୍ତି। ସେଥିପାଇଁ କହୁଛନ୍ତି ଏ ଜନ୍ମ ମୃତ୍ୟୁ ଚକ୍ରରେ ଘାଣ୍ଟି ହବ। ଏଇ ହଉଛି ପତନ, ଏଇ ବିନଶ୍ୟତି, ଫେରିବ ଏ ସଂସାରକୁ ବାରମ୍ବାର। ସେଥିପାଇଁ କହୁଛନ୍ତି ଅଜ୍ଞାନୀ, ଅଶ୍ରଦ୍ଧାଳୁ ବିନଶ୍ୟତି, ଜନ୍ମ ମୃତ୍ୟୁ ଚକ୍ରରେ ଘାଣ୍ଟି ହେବେ। କିନ୍ତୁ ଯିଏ ସଂଶୟ ଆତ୍ମନ, ଯେ ସନ୍ଦେହୀ, ଭଗବାନ କହୁଛନ୍ତି ନା ଏଠି, ନା ପରଜନ୍ମ, ନା ସୁଖ କେବେ ବି କୋଉଠି ବି ପାଇବନି, ନା ଏ ଜନ୍ମରେ ନା ପରଜନ୍ମରେ କେବେ ବି ସୁଖ ପାଇବନି। ଭଗବାନ କହୁଛନ୍ତି ଅଜ୍ଞ ଅଶ୍ରଦ୍ଧାଳୁ ତ କଷ୍ଟ ମିଳିବ, ଜନ୍ମ ମୃତ୍ୟୁ ଚକ୍ରରେ ଘାଣ୍ଟି ହେବେ, କିନ୍ତୁ ସନ୍ଦେହୀ, ଯେ ଅଜ୍ଞାନତାରୁ ଉପରକୁ ଉଠିଛି, ଶ୍ରଦ୍ଧାଳୁ ଭଳି ଜ୍ଞାନ ଅଛି, ବା ଅଶ୍ରଦ୍ଧାଳୁ ଭଳି ଜ୍ଞାନ ଅଛି, କିନ୍ତୁ ତଥାପି ଡାଉଟ୍ କରୁଛି, ଅଜ୍ଞ, ତାକୁ ତିନି ପ୍ରକାରର ମାନେ ଦୁଷ୍ପରିଣାମ ଭୋଗ କରିବାକୁ ହବ। ଭଗବାନ କହୁଛନ୍ତି ତିନି ପ୍ରକାର। ଏ ଜଗତରେ, ଏ ଶରୀରରେ ସେ ନା କରିପାରିଲା ତାର ପ୍ରପର ୟୁଜ, ତା ଶରୀରର ସଦୁପଯୋଗ, ନା ପରଜନ୍ମରେ, ନା ଅନ୍ୟ ଜଗତରେ ମୃତ୍ୟୁ ପରେ ସେ କରିପାରିବ, ତାର ବି ଆଶା ନାହିଁ, ସେ କରିପାରିବନି। ଭଗବାନ କହୁଛନ୍ତି ଗୁରୁ, ସାଧୁ, ଶାସ୍ତ୍ର, ଭଗବାନ ମାନେ ଏ ସମସ୍ତଙ୍କୁ ସେମାନେ ଡାଉଟ୍ କରିବେ। ଏ ଜନ୍ମରେ କଲେ ପରଜନ୍ମରେ ବି କରିବେ, ଏବଂ ଏ ଜନ୍ମରେ ସୁଖ ନାହିଁ କି ଆର ଜନ୍ମରେ ସୁଖ ନାହିଁ, ସୁଖ ୟାଙ୍କ ଭାଗ୍ୟରେ ନାହିଁ। ଏ ସନ୍ଦେହୀ ମାନେ। ଭଗବାନ କହିଥିଲେ ପୂର୍ବ ଶ୍ଲୋକରେ, ଜ୍ଞାନର ପରିଣାମ କଣ? ଅଚିରେଣ ପରାମ ଶାନ୍ତି ଅଧିଗଚ୍ଛତି।
ତତ୍କ୍ଷଣାତ୍ ଆମକୁ ଜ୍ଞାନ ପ୍ରାପ୍ତ କଲା ମାନେ ତତ୍କ୍ଷଣାତ୍ ଆମକୁ ପରମ ଶାନ୍ତି ମିଳିବ। ଶାନ୍ତି ମିଳିଲେ ସୁଖ ମିଳିବ। କିନ୍ତୁ ଏଇ ଯୋଉ ଅଜ୍ଞାନୀ, ଅଶ୍ରଦ୍ଧାଳୁ, ସନ୍ଦେହୀ, ଯୋଉମାନେ କୃଷ୍ଣଙ୍କ ଉପରେ ଯାହାଙ୍କର ସନ୍ଦେହ, ବିଶ୍ୱାସ ନାହିଁ, ପୂଜା କରୁନାହାନ୍ତି, ଭକ୍ତି କରୁନାହାନ୍ତି, ଜ୍ଞାନ ପ୍ରାପ୍ତ ପାଇଁ ପ୍ରୟାସ ବି କରୁନାହାନ୍ତି, ଆଉ ଯଦି ତାଙ୍କର ପ୍ରୟାସ କରୁନାହାନ୍ତି ତାହେଲେ ତାଙ୍କର ପୂଜା କରିବେନି। ଆଉ ପୂଜା ନ କଲେ ସିଏ ତ ସୁଖ ଦେଲା ବାଲା ନା, ସୁଖ ଆଉ କୋଉଠୁ ମିଳିବ? ସେ ହିଁ ଦେବେ, ଆଉ କେହି ଦେବେନି। ଆଉ କୋଉଠୁ ମିଳିବନି, ନା ଧନରୁ, ନା ଜମରୁ, ନା କୌଣସି କୌଣସି ଭୌତିକ ବସ୍ତୁରୁ କେବେ ହେଲେ ଆମକୁ ସୁଖ ମିଳିବନି। ଭୌତିକ ଜଗତରେ ଯେଦିନ ଆମେ ଅଛେ, କୌଣସି ଜିନିଷ ବା ଭୌତିକ ଜଗତ ଆମକୁ କେବେ ହେଲେ ସୁଖ ଦବନି, ଦୁଃଖାଳୟ ମିଳିବ। ଏ ସୁଖ କେମିତି ଦବ? ସୁଖ ଦେଲା ବାଲା ସେଇ, କିନ୍ତୁ ଆମେ ତାଙ୍କର ପୂଜା କରିବାନି, ତାଙ୍କ ଉପରେ ସନ୍ଦେହ କରିବା, ଶାନ୍ତି ସୁଖ ମିଳିବ କେମିତି? ନା ଏ ଜନ୍ମରେ, ନା ପର ଜନ୍ମରେ, ନା ଏ ଜଗତରେ, ନା ପରଲୋକରେ କେବେ ମିଳିବନି। ସେଥିପାଇଁ ପ୍ରଭୁପାଦ ଗୋଟେ ବଡ ଷ୍ଟେଟମେଣ୍ଟ କହୁଛନ୍ତି, କଣ ଏ ଭାବାର୍ଥରେ କହୁଛନ୍ତି, ବହୁତ ଅଛି କଣ ଶାସ୍ତ୍ର, ମାନେ ପ୍ରାମାଣିକ ବୈଦିକ ଗ୍ରନ୍ଥ ବହୁତ ଅଛି। ବ୍ୟାସଦେବ ବହୁତ ଲେଖିଛନ୍ତି, ବେଦ, ଉପନିଷଦ, ପୁରାଣ, ବେଦାନ୍ତ ସୂତ୍ର ସବୁ କିଛି ଲେଖିଛନ୍ତି, ସବୁ ପ୍ରାମାଣିକ। କିନ୍ତୁ ପ୍ରଭୁପାଦ କହୁଛନ୍ତି ଜୀବନର ଯୋଉ ଉଦ୍ଦେଶ୍ୟ, ଏସେନ୍ସ ଅଫ ଲାଇଫ, କେମିତି ଆମେ ଜୀବନ ଯାପନ କରିବା, କେମିତି ଆମେ ଆମର ଅନ୍ତିମ ଲକ୍ଷ୍ୟ ପଥରେ ଆମେ ଅଗ୍ରସର ହବା, ସେଇ ଆମକୁ ଅଗ୍ରସର ହବା, ସେଇ କଥା ଭଗବତ ଗୀତାରେ ଦିଆଯାଇଛି। ଏ ବେଦ, ଉପନିଷଦ, ପୁରାଣ ପଢିକି ଆମେ ଏ ଜିନିଷ ପାଇବାନି, ଇଏ ଭଗବତ ଗୀତାରେ ଦିଆହେଇଛି। ସେଥିପାଇଁ ପ୍ରଭୁପାଦ କହୁଛନ୍ତି, ବହୁ ପ୍ରାମାଣିକ ଗ୍ରନ୍ଥ ମଧ୍ୟରେ ଭଗବତ ଗୀତା ସର୍ବୋତ୍ତମ। କାହିଁକି ନା ଇଏ ବହୁତ ଜିନିଷ କିଛି କହୁନି, ଇଏ ଖାଲି ଗୋଟିଏ ଜିନିଷ, ମାନେ ଇଏ ଧର୍ମ, ଅର୍ଥ, କାମ, ମୋହ, ମୋକ୍ଷ ଏସବୁ ଜିନିଷ କହୁନି, ମଲ୍ଟିପୁଲ ଥିଙ୍ଗସ ଭଗବତ ଗୀତା କହୁନି। ଇଏ ଖାଲି କେମିତି ଜୀବନର ଅନ୍ତିମ ଲକ୍ଷ୍ୟ ବା ଉଦ୍ଦେଶ୍ୟକୁ ଆମେ ପ୍ରାପ୍ତ କରିବା। ଜନ୍ମ ମୃତ୍ୟୁ, ଯୋଉଟା କି ଉଦ୍ଦେଶ୍ୟ କଣ? ଜନ୍ମ ମୃତ୍ୟୁ ଚକ୍ର ସମାପ୍ତ କରିବା, ଆଉ ଫେରିବାନି ଏ ଜଗତକୁ ମୃତ୍ୟୁ ପରେ। ଏଇ ଭଗବତ ଗୀତା ଶିଖଉଛି କେମିତି ପରମ ସୁଖ, ପରମ ଶାନ୍ତି ସୁଖ ଆମେ ପାଇବା। ଏ ମଣିଷ ଶରୀର ମିଳିଛି, ଭଗବାନ କହୁଛନ୍ତି ଏ ଶ୍ଲୋକରେ ଯେ ଏଇଭଳି ଯଦି ଆମେ ଅଜ୍ଞାନୀ ହବା ବା ଅଶ୍ରଦ୍ଧାଳୁ ହବା, ଆମେ ଏଇ ତିନୋଟି କାଟଗୋରୀରେ ଯଦି ଆମେ ଆସିଗଲେ, ତାହେଲେ ଆମେ ଜ୍ଞାନ ପ୍ରାପ୍ତ କରିପାରିବାନି, କି ଭଗବାନଙ୍କର ଭକ୍ତି କରିପାରିବାନି, କି ଆମେ ଭଗବତ ଧାମ ଯାଇପାରିବାନି। ଏଇ ସଂସାରରେ ଆମେ ଆସୁଥିବା ଏବଂ ଭୋଗୁଥିବା, ଦୁଃଖ ପାଉଥିବା, ଏଇଭଳି ଭଗବାନ କହୁଛନ୍ତି। ତେଣୁ ଏଇଭଳି ଆମେ ଦେଖିଲେ ଯେ ଅର୍ଜୁନଙ୍କର ଯୋଉ ପ୍ରଶ୍ନ ଥିଲା ଯେ ଯୋଉମାନେ ଜ୍ଞାନ ପ୍ରାପ୍ତ କରିପାରୁନାହାନ୍ତି ବା କରିବାର ଇଚ୍ଛା ନାହିଁ, ତାଙ୍କର କଣ ହବ? ଭଗବାନ କହିଲେ ଏଇଭଳିଆ ତିନି ପ୍ରକାରର ଲୋକ ଅଛନ୍ତି, ଅଜ୍ଞାନୀ, ଅଶ୍ରଦ୍ଧାଳୁ, ସଂଶୟାତ୍ମା, ସନ୍ଦେହୀ। ଏ ଅଜ୍ଞ କୋଉମାନେ? ଇଏ ଏ ଅଜ୍ଞ ପଶୁ ମାନଙ୍କ ସହିତ ସମାନ ବା ଗଧ। ଏମାନଙ୍କର ମୌଳିକ ଜ୍ଞାନ ନାହିଁ, ଆତ୍ମଜ୍ଞାନ ନାହିଁ। ଆମେ କୃଷ୍ଣଙ୍କ ପାଇଁ ତାଙ୍କର ପ୍ରସନ୍ନତା ପାଇଁ କାମ କରିବା, ଏ ଜ୍ଞାନ ନାହିଁ। ତାଙ୍କର ଶରୀରକୁ ଆତ୍ମ ଭାବୁଛନ୍ତି, ତେଣୁ ମାନଙ୍କର ଦେହାତ୍ମ ବୁଦ୍ଧି। ତେଣୁ ଆତ୍ମଜ୍ଞାନ ନଥିବା ଫଳରେ ସେମାନଙ୍କର ଭଗବାନଙ୍କ ଉପରେ ଶ୍ରଦ୍ଧା କେମିତି ଆସିବ? ଫାର୍ଷ୍ଟ। ସେକେଣ୍ଡ, ଭଗବାନ କହୁଛନ୍ତି ଯେ ସେଥିପାଇଁ ଜ୍ଞାନ ପ୍ରାପ୍ତ କରିପାରୁନାହାନ୍ତି, ଶ୍ରଦ୍ଧା ନାହିଁ ତ ଜ୍ଞାନ ପ୍ରାପ୍ତ କରିପାରୁନାହାନ୍ତି। ଅର୍ଜୁନଙ୍କ ପ୍ରଶ୍ନର ଫାର୍ଷ୍ଟ ଉତ୍ତର ଦେଲେ। ସେକେଣ୍ଡ ଉତ୍ତର ଦଉଛନ୍ତି ଆଉ କେତେ ଜଣ ଅଛନ୍ତି ସେମାନେ ଅଜ୍ଞଠୁ ଉପରେ, ଅଶ୍ରଦ୍ଧାଳୁ, କିନ୍ତୁ ଭଗବାନଙ୍କ ଉପରେ ତାଙ୍କର ବିଶ୍ୱାସ ନାହିଁ।
ମାନୁଛନ୍ତି କି ଗୋଟେ ଶକ୍ତି ଅଛି, ପରମେଶ୍ୱର ବୋଲିକି କିଏ ଗୋଟେ ଅଛି, ବାସ୍ ଚାରିଆଡେ ବ୍ୟାପିକି ରହିଛନ୍ତି, ସେ ସବୁ କିଛି କଣ୍ଟ୍ରୋଲ ରଖିଛନ୍ତି, କିନ୍ତୁ ସେ ଯେ କୃଷ୍ଣ ତାଙ୍କର ବିଶ୍ୱାସ ନାହିଁ, ତାଙ୍କର ସେ ପୂଜା କରିବେନି କି ଭକ୍ତି କରିବେନି, ସେମାନେ ଅଶ୍ରଦ୍ଧାଳୁ, ତେଣୁ ଜ୍ଞାନ କେମିତି ପ୍ରାପ୍ତ କରିବେ? ସଂଶୟ ଆତ୍ମା, ଥାର୍ଡ କ୍ୟାଟେଗୋରୀ ସନ୍ଦେହୀ, ସବୁ ଜ୍ଞାନ ଅଛି ଶ୍ରଦ୍ଧାଳୁ ଭଳିଆ, ଏମାନେ ମାନେ ଅଶ୍ରଦ୍ଧାଳୁ ମାନଙ୍କର ଯେମିତି ଅଛି ଏମାନଙ୍କର ଅଛି, ଜ୍ଞାନ ଅଛି, ଈଶ୍ୱରୀୟ ଶ୍ରଦ୍ଧା ବି ଅଛି, ସେମାନେ ଜାଣୁଛନ୍ତି ଯେ କେହି ଗୋଟେ ଶକ୍ତି ସର୍ବବ୍ୟାପୀ, କିନ୍ତୁ ସନ୍ଦେହ, ସେ ଯେ କୃଷ୍ଣ ତାଙ୍କର ସନ୍ଦେହ, ସେ ଯେ ସର୍ବ କାରଣ କାରଣ ତାଙ୍କର ସନ୍ଦେହ, କୃଷ୍ଣ ଭକ୍ତି କଲେ ସବୁ କର୍ମ ଠିକ ରେ ହେଇଯିବ, ସେ ବି ସନ୍ଦେହ। ତେଣୁ ଏଇ ସବୁ ଜିନିଷରେ ଏମାନଙ୍କର ସନ୍ଦେହ। କଣ ହବ ସେମାନଙ୍କର? ଯଦି ସନ୍ଦେହ, ଏଇ ତିନୋଟି କ୍ୟାଟେଗୋରୀ ମାନେ ତିନୋଟି କ୍ୟାଟେଗୋରୀ ଲୋକ, ଅଜ୍ଞ, ଅଶ୍ରଦ୍ଧାଳୁ, ସଂଶୟାତ୍ମର, ତାଙ୍କର କଣ ହବ? ଭଗବାନ କହିଲେ ନା ସୁଖ ଅଛି ଏ ଜୀବନରେ, ନା ପର ଜନ୍ମରେ। ଏ ଜଗତରେ ଶରୀରର ସଦୁପଯୋଗ କରିପାରୁନାହାନ୍ତି, ଜନ୍ମ ମୃତ୍ୟୁ ଚକ୍ରରେ ଘାଣ୍ଟି ହେବେ। এইଭଳି ଭଗବାନ ଏ ଶ୍ଲୋକରେ କହିଲେ। ଆଜି ଏଠି ଆମେ ବିଶ୍ରାମ ନେବା, କିଛି ଡାଉଟ ବୋଲେ ପଚାରି ପାରିବେ। ମୁଁ ଟିକେ ଦେଖିଦିଏ କିଏ କିଏ ସବୁ ଭୋଟ। କିଛି ଡାଉଟ ନାହିଁ, ତେଣୁ ଆମେ ଏଠି ବିଶ୍ରାମ ନେବା। ग्रंथराज श्रीमद भगवद गीता की जय, श्रीला प्रभुपाद की जय, गौर भक्त वृंद की जय, हरे कृष्ण।